ओं नमो भगवते वासुदेवाय ओं परमात्मने नमः। ओं चतुर्विधा भजन्ते मां जना सुकृतिनोऽर्जुन आरतो जिज्ञासुरार्थी ज्ञानी च भरतर्षभ। ओं नमो भगवते वासुदेवाय ओं परमात्मने नमः। हे भरत वंशीଙ୍କ ମଧ୍ୟରେ ଶ୍ରେଷ୍ଠ ଅର୍ଜୁନ, ଉତ୍ତମ କର୍ମ କରୁଥିବା ଅର୍ଥାର୍ଥୀ, ଆର୍ତ, ଜିଜ୍ଞାସୁ ଓ ଜ୍ଞାନୀ ଏପରି ଚାରି ପ୍ରକାର ଭକ୍ତ ଜନ ମୋତେ ଭଜନ କରନ୍ତି। ସୁକୃତି ନଃ ପଦର ଅର୍ଥ କଣ ଓ ଏହା କେଉଁମାନଙ୍କ ବିଶେଷଣ? ଜନ୍ମ ଜନ୍ମାନ୍ତରରୁ ଶୁଭ କର୍ମ କରି କରି ଯେଉଁମାନଙ୍କର ସ୍ୱଭାବ ଶୁଦ୍ଧ ହୋଇ ଶୁଭ କର୍ମଶୀଳ ହୋଇଗଲାଣି ଏବଂ ପୂର୍ବ ସଂସ୍କାର ବଳରେ ଅଥବା ମହତ୍ ସଙ୍ଗର ପ୍ରଭାବରୁ ଯେଉଁମାନେ ଇହ ଜନ୍ମରେ ମଧ୍ୟ ଭଗବତ ଆଜ୍ଞାନୁସାରେ ଶୁଭ କର୍ମ ହିଁ କରୁଛନ୍ତି, ସେହି ଶୁଭ କର୍ମ କରୁଥିବା ଲୋକମାନଙ୍କୁ ସୁକୃତି କହନ୍ତି। ଶୁଭ କର୍ମ ଦ୍ୱାରା ଭଗବାନଙ୍କର ପ୍ରଭାବ ଓ ମହତ୍ଵ ବିଷୟରେ ଜ୍ଞାନ ହୋଇ ଭଗବାନଙ୍କ ଠାରେ ବିଶ୍ୱାସ ବଢ଼େ ଏବଂ ବିଶ୍ୱାସ ବୃଦ୍ଧି ହେବାର ଭଜନ ହୁଏ। ଏଥିରୁ ଏହା ସୂଚିତ ହେଉଛି ଯେ ଚାରି ପ୍ରକାର ଭକ୍ତଙ୍କ ସହିତ ସୁକୃତି ନଃ ବିଶେଷଣର ସମ୍ବନ୍ଧ ରହିଛି, ଅର୍ଥାତ୍ ଭଗବାନଙ୍କୁ ଯେକୌଣସି କାରଣରୁ ହେଉନା କାହିଁକି ବିଶ୍ୱାସ ପୂର୍ବକ ଭଜନ କରୁଥିବା ସବୁ ପ୍ରକାର ଭକ୍ତ ସୁକୃତି ହିଁ ଅଟନ୍ତି। ଅର୍ଥାର୍ଥୀ ଭକ୍ତଙ୍କର ଲକ୍ଷଣ କଣ? ସ୍ତ୍ରୀ, ପୁତ୍ର, ଧନ, ମାନ, ବଡ଼ପଣିଆ, ପ୍ରତିଷ୍ଠା, ସ୍ୱର୍ଗ ସୁଖ ଆଦି ଇହଲୋକର ଓ ପରଲୋକର ସୁଖ ଭୋଗରେ ଯାହାଙ୍କ ମନରେ କିଛି ଆସକ୍ତି ରହିଛି ଏବଂ କାମନା ପୂର୍ତ୍ତି ପାଇଁ ଯିଏ କେବଳ ଭଗବାନଙ୍କ ଉପରେ ହିଁ ନିର୍ଭର କରନ୍ତି ଏବଂ ଏଥିପାଇଁ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଭଗବାନଙ୍କର ଭଜନ କରନ୍ତି, ସେ ହେଉଛନ୍ତି ଅର୍ଥାର୍ଥୀ ଭକ୍ତ। ସୁଗ୍ରୀବ, ବିଭୀଷଣାଦି ଭକ୍ତ ଅର୍ଥାର୍ଥୀ ରୂପେ ଗଣ୍ୟ ହୁଅନ୍ତି। ଅର୍ଥାର୍ଥୀ ଭଗବାନଙ୍କ ମଧ୍ୟରୁ ଧ୍ରୁବଙ୍କର ଚରିତଟି ହେଉଛି ଏହିପରି। ସ୍ୱୟଂ ଭୁବ ମାନୁଙ୍କ ପୁତ୍ର ଉତ୍ତାନପାଦଙ୍କର ସୁନୀତି ଓ ସୁରୁଚି ନାମକ ଦୁଇ ରାଣୀ ଥିଲେ। ସୁନୀତିଙ୍କ ଠାରୁ ଧ୍ରୁବ ଓ ସୁରୁଚିଙ୍କ ଠାରୁ ଉତ୍ତମ ଜନ୍ମ ହେଲେ। ରାଜା ଉତ୍ତାନପାଦ ସୁରୁଚିଙ୍କୁ ଅଧିକ ଭଲ ପାଉଥିଲେ। ଦିନେ ବାଳକ ଧ୍ରୁବ ପିତା କୋଳରେ ବସିବାକୁ ଗଲେ। ସୁରୁଚି ତାଙ୍କୁ ଭର୍ତ୍ସନା କରି କୋଳରୁ ବାହାର କରିଦେଲେ ଓ କହିଲେ, ତୁ ଅଭାଗା, କାରଣ ତୋର ଜନ୍ମ ସୁନୀତି ଗର୍ଭରୁ ହୋଇଛି। ରାଜ ସିଂହାସନରେ ବସିବାର ଥିଲେ ମୋ ଗର୍ଭରୁ ଜନ୍ମ ହୋଇଥାନ୍ତୁ। ଯା, ଶ୍ରୀହରିଙ୍କ ଆରାଧନା କର, ତେବେ ତୋର ମନୋରଥ ସଫଳ ହେବ। ବିମାତାଙ୍କ ଭର୍ତ୍ସନାପୂର୍ଣ୍ଣ ବ୍ୟବହାର ଧ୍ରୁବଙ୍କୁ ବଡ଼ ବାଧିଲା। ସେ କାନ୍ଦି କାନ୍ଦି ନିଜ ମା ସୁନୀତିଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ସବୁ କଥା ଶୁଣାଇଲେ। ସୁନୀତି କହିଲେ, ବାପା ମା ସୁରୁଚି ଠିକ କହିଛି। ବାପା,
ମା ସୁରିଚି ଠିକ କହିଛି। ଭଗବାନଙ୍କ ଆରାଧନା ବିନା ତୋର ମନୋରଥ ପୂର୍ଣ୍ଣ ହେବ ନାହିଁ। ମାତାଙ୍କ କଥା ଶୁଣି ରାଜ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ବାଳକ ଧ୍ରୁବ ଭଗବାନଙ୍କୁ ଭଜନ କରିବେ ବୋଲି ଘରୁ ବାହାରି ପଡ଼ିଲେ। ପଥରେ ନାରଦ ସହିତ ତାଙ୍କର ସାକ୍ଷାତ ହେଲା। ଧ୍ରୁବଙ୍କୁ ଘରକୁ ଫେରାଇ ନେବା ପାଇଁ ନାରଦ ଚେଷ୍ଟା କଲେ। ରାଜ୍ୟ ମିଳିବା ବ୍ୟବସ୍ଥା କରାଇବି ବୋଲି କହିଲେ, କିନ୍ତୁ ଧ୍ରୁବ ନିଜ ନିଶ୍ଚୟରେ ଅଟଳ ରହିଲେ। ତେଣୁ ନାରଦ ଧ୍ରୁବଙ୍କୁ ଓଂ ନମୋ ଭଗବତେ ବାସୁଦେବାୟ ଏହି ଦ୍ୱାଦଶ ଅକ୍ଷର ମନ୍ତ୍ର ଜପ କର ଓ ଚତୁର୍ଭୁଜ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କର ବୋଲି ଉପଦେଶ ଦେଇ ଆଶୀର୍ବାଦ କଲେ। ଧ୍ରୁବ ଯମୁନା ତଟରେ ଥିବା ମଧୁବନକୁ ଯାଇ ସେଠାରେ ତପସ୍ୟା କରିବାକୁ ଲାଗିଲେ। ତାଙ୍କ ତପ ଭାଙ୍ଗିବାକୁ ନାନା ପ୍ରକାର ଭୟ ଓ ପ୍ରଲୋଭନ ଆସି ଦେଖାଦେଲା। ତଥାପି ସେ ନିଜ ବ୍ରତରେ ଅଟଳ ରହିଲେ। ତେଣୁ ଭଗବାନ ତାଙ୍କର ଏକନିଷ୍ଠ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ଦର୍ଶନ ଦେଲେ। ଦେବର୍ଷି ନାରଦଙ୍କ ଠାରୁ ସମ୍ବାଦ ପାଇ ରାଜା ଉତ୍ତାନପାଦ ନିଜ ପୁତ୍ର ଉତ୍ତମକୁ ତଥା ରାଣୀଙ୍କୁ ଧରି ଧ୍ରୁବଙ୍କୁ ଆଣିବା ପାଇଁ ସେଠାକୁ ଗଲେ। ତପମୂର୍ତ୍ତି ଧ୍ରୁବ ସେମାନଙ୍କୁ ଆସୁଥିବାର ଦେଖିଲେ। ରାଜା ହାତୀରୁ ଓହ୍ଲାଇ ଆସି ତାଙ୍କୁ ଆଲିଙ୍ଗନ କଲେ। ତାପରେ ବିରାଟ ଉତ୍ସବ ଓ ସମାରୋହ ସହକାରେ ଧ୍ରୁବଙ୍କୁ ହାତୀରେ ବସାଇ ନଗରକୁ ନେଲେ। ଶେଷରେ ଧ୍ରୁବଙ୍କୁ ରାଜ୍ୟ ସମର୍ପଣ କରି ସେ ନିଜେ ବାନପ୍ରସ୍ଥ ଗ୍ରହଣ କଲେ। ଆର୍ତ ଭକ୍ତଙ୍କ ଲକ୍ଷଣ କଣ? ସେ ଶାରୀରିକ ବା ମାନସିକ ସନ୍ତାନ ବିପତ୍ତି, ଶତ୍ରୁଭୟ, ରୋଗ, ଅପମାନ, ଚୋର, ଡାକୁ ଓ ଆତତାୟୀମାନଙ୍କର ଅଥବା ହିଂସ୍ର ଜନ୍ତୁମାନଙ୍କର ଆକ୍ରମଣରେ ବିବ୍ରତ ହୋଇ ସେମାନଙ୍କ କବଳରୁ ମୁକ୍ତ ହେବା ପାଇଁ ପୂର୍ଣ୍ଣ ବିଶ୍ୱାସରେ ଆବେଗ ଭରା ହୃଦୟରେ ଶ୍ରଦ୍ଧା ରଖି ଭଗବାନଙ୍କୁ ଭଜନ କରନ୍ତି। ସେ ହେଉଛନ୍ତି ଆର୍ତ ଭକ୍ତ। ଗଜେନ୍ଦ୍ର ଜରାସନ୍ଧ ଦ୍ୱାରା ବନ୍ଦୀ ହୋଇଥିବା ରାଜାଗଣ ଆଦି ସମସ୍ତେ ଆର୍ତ ଭକ୍ତ ଥିଲେ। ସେଠାରେ ଆର୍ତ ଭକ୍ତମାନଙ୍କ ମଧ୍ୟରୁ ସତୀ ଦ୍ରୌପଦୀଙ୍କ ଚରିତ୍ରଟି ହେଉଛି। ଦ୍ରୌପଦୀ ଥିଲେ ରାଜା ଦ୍ରୁପଦଙ୍କ ପତ୍ନୀ। ସେ ଯଜ୍ଞକୁଣ୍ଡରୁ ବାହାରିଥିଲେ। ତାଙ୍କ ଶରୀରରେ ବର୍ଣ୍ଣ ଅତ୍ୟନ୍ତ ସୁନ୍ଦର ଶ୍ୟାମଳ ଥିଲା। ତେଣୁ ତାଙ୍କୁ କୃଷ୍ଣା ବୋଲି କହୁଥିଲେ। ଦ୍ରୌପଦୀ ଅନନ୍ତ ଗୁଣବତୀ, ଅତ୍ୟନ୍ତ ପ୍ରତିବ୍ରତା, ଆଦର୍ଶ ଗୃହିଣୀ ଓ ଭଗବାନଙ୍କର ପ୍ରକୃତ ଭକ୍ତ ଥିଲେ। ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ପୂର୍ଣ୍ଣ ବ୍ରହ୍ମ ସଚିତାନନ୍ଦ ଘନ ପରମେଶ୍ୱର ବୋଲି ଜାଣୁଥିଲେ ଓ ଭଗବାନ ମଧ୍ୟ ତାଙ୍କ ଆଗରେ ନିଜର ଅନ୍ତରଙ୍ଗ ଲୀଳା ଲୁଚାଇ ରଖି ନଥିଲେ। ବୃନ୍ଦାବନର ପବିତ୍ର ଗୋପୀ ପ୍ରେମରେ ଦିବ୍ୟ କଥା ଗୋପର ମଣିମାନଙ୍କର ପତିପୁତ୍ରଙ୍କୁ ମଧ୍ୟ ଜଣା ନଥିଲା। ସେ ସବୁ ଲୀଳା ଦ୍ରୌପଦୀଙ୍କୁ ଜଣାଥିଲା। ଅତଏବ ବସ୍ତ୍ରହରଣ ବେଳେ ଦ୍ରୌପଦୀ ଭଗବାନଙ୍କୁ ଗୋପୀଜନ ପ୍ରିୟ ବୋଲି ଡାକୁଥିଲେ। ଯେତେବେଳେ ଦୁଷ୍ଟ ଦୁଃଶାସନ ଦୁର୍ଯ୍ୟୋଧନଙ୍କର ଆଦେଶରେ ଏକ ବସ୍ତ୍ରା ଦ୍ରୌପଦୀଙ୍କୁ ସଭାକୁ ଆଣି
ବଳପୂର୍ବକ ତାଙ୍କର ଶାଢ଼ୀ ଟାଣିବାକୁ ଲାଗିଲା ଏବଂ ଆଉ କାହାଠାରୁ ରକ୍ଷା ପାଇବାର କୌଣସି ଲକ୍ଷଣ ନ ଦେଖି ଦ୍ରୌପଦୀ ନିଜକୁ ସମ୍ପୂର୍ଣ୍ଣ ଅସହାୟ ମନେ କଲେ। ସେତେବେଳେ ସେ ନିଜର ପରମ ସହାୟକ ପରମ ବନ୍ଧୁ ପରମାତ୍ମା ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ସେ ସ୍ମରଣ କରିବା ମାତ୍ରେ ଭଗବାନ ନିଶ୍ଚୟ ଆସିବେ। ତାଙ୍କର କାତର ଡାକ ଶୁଣି ଭଗବାନ କଦାପି ଚୁପ୍ ରହିପାରିବେ ନାହିଁ। ଦ୍ରୌପଦୀ ଭଗବାନଙ୍କୁ ସ୍ମରଣ କରି କହିଥିଲେ, ଗୋବିନ୍ଦ ଦ୍ୱାରିକାବାସୀନ୍ କୃଷ୍ଣ ଗୋପୀଜନ ପ୍ରିୟ କୌରବୈ ପରିଭୂତାମାଂ କିଂ ନ ଜାନାସି କେଶବ। ହେ ନାଥ, ହେ ରମାନାଥ, ବ୍ରଜନାଥାର୍ଥୀ ନାଶନ, କୌରବାର୍ଣ୍ଣବ ମଗ୍ନାଂ ମାମୋଦ୍ଧରସ୍ୱ ଜନାର୍ଦ୍ଦନ କୃଷ୍ଣ କୃଷ୍ଣ ମହାଯୋଗୀନ୍ ବିଶ୍ୱାତ୍ମନ୍ ବିଶ୍ୱଭାବନ ପନ୍ନାଂ ପାହି ଗୋବିନ୍ଦ କୁରୁ ମଧ୍ୟେ ଅବିସିଦତିମ୍। ଅର୍ଥାତ୍ ହେ ଗୋବିନ୍ଦ, ହେ ଦ୍ୱାରିକାବାସୀ, ହେ କୃଷ୍ଣ, ହେ ଗୋପୀଜନ ପ୍ରିୟ, ହେ କେଶବ, କୌରବମାନେ ମୋତେ କିପରି ତିରସ୍କାର କରୁଛନ୍ତି ତାହା କ'ଣ ତୁମକୁ ଜଣା ନାହିଁ କି? ହେ ନାଥ, ହେ ଲକ୍ଷ୍ମୀନାଥ, ହେ ବ୍ରଜନାଥ, ହେ ଦୁଃଖନାଶନ, ହେ ଜନାର୍ଦ୍ଦନ, କୌରବ ସମୁଦ୍ରରେ ମୁଁ ବୁଡ଼ି ଯାଇଛି, ମୋତେ ବଞ୍ଚାଅ। ହେ କୃଷ୍ଣ, ହେ କୃଷ୍ଣ, ହେ ଗୋପୀନାଥ, ହେ ମହାଗୋପୀ, ହେ ବିଶ୍ୱାତ୍ମା, ହେ ବିଶ୍ୱଭାଜନ, ହେ ଗୋବିନ୍ଦ, ମୁଁ କୌରବମାନଙ୍କ ହାତରେ ପଡ଼ିଯାଇଛି, ମୁଁ ଦୁଃଖିନୀ, ତୁମର ଶରଣାଗତ, ମୋତେ ରକ୍ଷା କର। ଦ୍ରୌପଦୀଙ୍କ ଡାକ ଶୁଣିବା ମାତ୍ରେ ଜଗଦୀଶ୍ୱର ଭଗବାନ ହୃଦୟ ଦ୍ରବୀଭୂତ ହୋଇଗଲା ଏବଂ ତ୍ୟକ୍ତ୍ୱା ଶଯ୍ୟାସନଂ ପଦଭ୍ୟା କୃପାଳୁ କୃପୟାଭ୍ୟଗାତ୍। କୃପାଳୁ ଭଗବାନ କୃପା ପରବେଶ ହୋଇ ଶଯ୍ୟା ଛାଡ଼ି ଖାଲି ପାଦରେ ଧାଇଁ ଆସିଲେ। କୌରବଙ୍କ ଦାନବୀ ସଭାରେ ଭଗବାନ ବସ୍ତ୍ରାବତାର ହୋଇଗଲେ। ଦ୍ରୌପଦୀଙ୍କର ଗୋଟିଏ ବସ୍ତ୍ରରୁ ଦ୍ୱିତୀୟ ବସ୍ତ୍ର ଏବଂ ଦ୍ୱିତୀୟରୁ ତୃତୀୟ ଏହି ପ୍ରକାର ଭିନ୍ନ ଭିନ୍ନ ରଙ୍ଗର ଅସଂଖ୍ୟ ବସ୍ତ୍ର ବାହାରିବାକୁ ଲାଗିଲା। ବସ୍ତ୍ର ଗଦା ହୋଇଗଲା। ଠିକ୍ ସମୟରେ ପ୍ରିୟ ବନ୍ଧୁ ପହଞ୍ଚି ଯାଇ ଦ୍ରୌପଦୀଙ୍କର ଲଜ୍ଜା ନିବାରଣ କଲେ। ଦୁଃଶାସନ କ୍ଳାନ୍ତ ହୋଇ ଭୂମିରେ ପଡ଼ିଗଲା। ଜିଜ୍ଞାସୁ ଭକ୍ତଙ୍କର ଲକ୍ଷଣ କ'ଣ? ଧନ, ସ୍ତ୍ରୀ, ପୁତ୍ର, ଗୃହ ଆଦି ବସ୍ତୁମାନଙ୍କୁ ତୁଚ୍ଛ ମନେ କରି ରୋଗ ସଙ୍କଟ ଆଦିକୁ ଭୂକ୍ଷେପ ନ କରି ଏକମାତ୍ର ପରମାତ୍ମାଙ୍କ ତତ୍ତ୍ୱତଃ ଜାଣିବା ଇଚ୍ଛାରେ ହିଁ ଯେ ଏକନିଷ୍ଠ ହୋଇ ଭଗବାନଙ୍କୁ ଭକ୍ତି କରନ୍ତି ସେହି କଲ୍ୟାଣକାମୀ ଭକ୍ତଙ୍କୁ ଜିଜ୍ଞାସୁ ଭକ୍ତ କହନ୍ତି। ଜିଜ୍ଞାସୁ ଭକ୍ତମାନଙ୍କ ମଧ୍ୟରେ ପରୀକ୍ଷିତ ଆଦି ଅନେକଙ୍କର ନାମ ଅନ୍ତର୍ଭୁକ୍ତ, କିନ୍ତୁ ସେମାନଙ୍କ ମଧ୍ୟରେ ଉଦ୍ଧବଙ୍କ ନାମ ବିଶେଷ ପ୍ରସିଦ୍ଧ। ଶ୍ରୀମଦ୍ ଭାଗବତର 11 ସ୍କନ୍ଧର 7ମ ଅଧ୍ୟାୟରୁ 30 ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଭଗବାନ ଉଦ୍ଧବଙ୍କୁ ମହାନ ଦିବ୍ୟ ଜ୍ଞାନ ଉପଦେଶ ପ୍ରଦାନ କରିଛନ୍ତି, ଯାହାକି ଉଦ୍ଧବ ଗୀତା ନାମରେ ପ୍ରସିଦ୍ଧ। ଜ୍ଞାନୀ ଭକ୍ତଙ୍କ ଲକ୍ଷଣ କ'ଣ? ଯେ ପରମାତ୍ମାଙ୍କୁ ପାଇସାରିଲେଣି, ଯାହାଙ୍କ ଦୃଷ୍ଟିରେ ଏକମାତ୍ର ପରମାତ୍ମା ହିଁ ଅଛନ୍ତି, ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଛି ନାହିଁ ଏବଂ ଏହି ଭାବରେ ପରମାତ୍ମା ପ୍ରାପ୍ତ ହୋଇ ଯାହାଙ୍କର ସମସ୍ତ କାମନା ପୂର୍ଣ୍ଣ, ସମସ୍ତ
समाप्त हो गलानी एवं ए परिस्थिति रे जे स्वभावतः सहजरे परमात्मा को भजन करती से ज्ञानी भक्त। नवम अध्याय 13 ओ 14 श्लोक तथा दशम अध्याय तृतीय ओ पंचम अध्याय 19 श्लोक जहाँकर वर्णना होइछि सेई निष्काम अनन्य प्रेमी साधक भक्त मध्य ज्ञानी भक्तंकर अंतर्गत। ज्ञानी मानक मध्य सुखदेव सनक आदि नारद और भीष्म आदि प्रसिद्ध। बालक प्रहलाद मध्य ज्ञानी भक्त बोली गण्य हुअन्ति। सी तांको मातृगर्भरे ही देवर्षि नारदंक द्वारा उपदेश पाइथिले। सी दैत्यराज हिरण्यकशिपुंकर पुत्र थिले। हिरण्यकशिपु भगवानंक ठारे द्वेष रखिथिला अथच प्रहलाद भगवानंकर भक्त थिले। तेणु हिरण्यकशिपु प्रहलादंको बहु कष्ट देइथिला। सर्प द्वारा दंशन कराइथिला। हाथी द्वारा दला चकटा कराइथिला। कोठा उपरु तलकू कचाड़ी देइथिला। समुद्र रे फोपाड़ी देइथिला। अग्नि रे पकाई देइथिला एवं गुरु माने तांकू मारी देबा को चेष्टा करिथिले किंतु भगवान तांकू समस्त विपद रो उद्धार करिथिले। तांको पाई भगवान हिरण्य नृसिंह देव रूप रे प्रकट होई हिरण्यकशिपु बद्ध करिथिले। कौन से परिस्थिति रे भी से डरिवा थिला प्रहलादंक ज्ञान स्थितिर सूचक। पुणी गुरु गृह रे से बालक अवस्था रे ही निजर सहपाठी मानंकु जो दिव्य उपदेश देउछंती सेथिरु यह प्रमाणित हेउछि जे से ज्ञानी थिले। भागवत और विष्णु पुराण रे तांकर कथा सुंदर रूपे वर्णना करा जायछि ताहा पढ़िबा उचित। एठारे च प्रयोग करी कौन सूचाउचंती च प्रयोग करी भगवान यथार्थ आर्त और जिज्ञासु भक्तंक अपेक्षा ज्ञानी भक्तंकर वैशिष्ट्य और श्रेष्ठता सूचाई। 17, 18, 19 श्लोक ज्ञानींकर जो महिमा कहुछि च संकेत द्वारा ताहा एठारे सूत्र रूप रे प्रकाश करा जायछि। 4 प्रकार भक्त मानक मध्य कहा अपेक्षा किए श्रेष्ठतर ओ काहींकी भगवान को दृढ़ विश्वास करी जे कौनसी रीति रे भगवान को भजन करुथिबा भक्त माने समस्त उत्तम। अतएव भगवान 4 प्रकार भक्तों को यही श्लोक रे स्वीकृति और 18 श्लोक रे उदार बोली कहिसंती। तथापि एठारे कुआ जाइथिबा वर्णनानुसारे तुलनात्मक भेद दृष्टि देखिले मने हेउछि जे अर्थार्थी इनक अपेक्षा आर्त श्रेष्ठतर। आर्तंक अपेक्षा जिज्ञासु और जिज्ञासुंक अपेक्षा ज्ञानी श्रेष्ठतर। कारण अर्थार्थी भक्त सांसारिक भोग को सुखर कारण बोली भावी सेथिरे कामना रखी भगवान को भजन करती। अर्थार्थी माने भगवान को प्रभाव को पूर्णतः जानती नहीं। तेणु भगवान ठारे सेमानंकर पूर्ण प्रेम हुए नहीं। सेही कारणरू ही सेमाने भोग इच्छा करिथांती। आर्त भक्त तो सुख भोग पाई भगवान को केबे किछि मागंती नहीं। तेणु यद्यपि सिद्ध हुए जे अर्थात अपेक्षा आर्त भक्तंकर भगवान प्रति अधिक प्रेम थाए तथापि तांकर प्रेम शरीर सुख मन मान बड़ीमा आदि रे किछि परिमाण रे बांटी होई रही थाए। तेणु
ଘୋର ସଂକଟ ପଡ଼ିଲେ ବା ଅପମାନିତ ହେଲେ ସେଥିରୁ ଉଦ୍ଧାର ପାଇବାକୁ ସେ ଭଗବାନଙ୍କୁ ଡାକନ୍ତି। ଜିଜ୍ଞାସୁ ଭକ୍ତ ରୋଗ ସୁଖ ଚାହାନ୍ତି ନାହିଁ କି ଲୌକିକ ବିପତ୍ତିରେ ବିବ୍ରତି ହୁଅନ୍ତି ନାହିଁ। ସିଏ କେବଳ ଭଗବାନଙ୍କ ତତ୍ତ୍ୱକୁ ହିଁ ଜାଣିବାକୁ ଚାହାନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ସାଂସାରିକ ଭୋଗରେ ସେ ଆସକ୍ତ ନୁହନ୍ତି। ତାଙ୍କ ଠାରେ କେବଳ ମୁକ୍ତିର କାମନା ହିଁ ଥାଏ। ଅତଏବ ତାଙ୍କର ପ୍ରେମ ଅର୍ଥାର୍ଥୀ ଓ ଆର୍ତ୍ତର ପ୍ରେମ ଅପେକ୍ଷା ଶ୍ରେଷ୍ଠ, କିନ୍ତୁ ତାହା ଜ୍ଞାନୀଙ୍କ ପ୍ରେମ ଠାରୁ ନ୍ୟୁନ। କାରଣ ସମଗ୍ର ଭଗବାନଙ୍କର ସ୍ୱରୂପତ୍ୱକୁ ଜାଣିପାରିଥିବା ଜ୍ଞାନୀ ଭକ୍ତ ଓ ଭଗବାନଙ୍କୁ ସ୍ୱାଭାବିକ ରୂପରେ କୌଣସି ପ୍ରକାର ଆଶା ନ ରଖି ନିଷ୍କାମ ପ୍ରେମରେ ନିତ୍ୟ ନିରନ୍ତର ଭଜନ କରନ୍ତି। ଅତଏବ ସିଏ ସର୍ବୋତ୍ତମ। ଏଠାରେ ଭଗବାନ ଅର୍ଜୁନଙ୍କୁ କାହିଁକି ଭରତର୍ଷଭ ବୋଲି ସମ୍ବୋଧନ କରିଛନ୍ତି? ଅର୍ଜୁନଙ୍କୁ ଭରତବଂଶୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କହି ଭଗବାନ ସୂଚନା ଦେଇଛନ୍ତି ଯେ ସେ ସୁକୃତି, ତେଣୁ ସେ ତାଙ୍କୁ ଭଜନ କରୁଛନ୍ତି। ଚାରି ପ୍ରକାର ଭକ୍ତଙ୍କ କଥା କହିବା ପରେ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଜ୍ଞାନୀ ଭକ୍ତଙ୍କ ପ୍ରେମର ପ୍ରଶଂସା କରି ଅନ୍ୟାନ୍ୟ ଭକ୍ତଙ୍କ ଅପେକ୍ଷା ଜ୍ଞାନୀଙ୍କର ଶ୍ରେଷ୍ଠତା ନିରୂପଣ କରୁଛନ୍ତି। ଓଂ ନମଃ